नमस्कार दर्शक बंधु आज 29 मार्च 2026 रविवार सकाल 20टी देश विदेश बछा बछा मुख्य खबर आसतु जाना ता पूर्व वीडियो को लाइक शेयर सब्सक्राइब करूँ जहाँकि प्रत्येक दिन सकाଳେ गुरुत्वपूर्ण खबर आपण प्रथम पाइबे। जदि आम प्रथम खबर जो प्रधानमंत्री मोदी नेतृत्व में केंद्र कैबिनेट अष्टम वेतन कमिशनर सीपीआर टीम एंड फेयर रिफंड को टोर को नहीं पूर्व अनुमोदन कर ଏହି ବ୍ୟକ୍ତି ସରକାରଙ୍କର ଅନୁଷ୍ଠାପନ ଭାବରେ ନୂତନ ସିପିର ଗଠନ କରିଛନ୍ତି ଏବଂ ଏହି ସମ୍ପର୍କରେ ସରକାରୀ ବିବୃତ୍ତି ଜାରି କରାଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯେଉଁ ଆମେରିକା ପାଇଁ ସହଜ ହେଉଛି ଇରାନ ଯୁଦ୍ଧ ନେତୃତ୍ୱକୁ ନେଇ ଉପରେ ଚିଡ଼ିବେ ଇରାନ। ବନ୍ଧୁ ଇରାନ ସହ ଯୁଦ୍ଧ ଲଢ଼ିବା ପାଇଁ ଯଦି ସହଜ ହେବ ବୋଲି ଆମେରିକା ଭାବୁଥିଲା ତାହା ହୋଇପାରି ନାହିଁ। ଶକ୍ତିଶାଳୀ ଆମେରିକା ଏବଂ ଇସ୍ରାଏଲକୁ ନେଇ ଇରାନକୁ ବଢ଼ାଇଛି ସହ ପ୍ରାୟ ମାସ କଳା ପ୍ରବାଚିତ। ଏହାକୁ ନେଇ ଆମେରିକା ଏବଂ ଇସ୍ରାଏଲ ନେତୃତ୍ୱରେ ମଧ୍ୟରେ ଚିତ୍ରତାପୂର୍ଣ୍ଣ ସ୍ଥିତ କରାଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା 1 ଏପ୍ରିଲରୁ କୌଣସି ଦେଶକୁ ବି ତେଲ କିଣିପାରିବେ ନାହିଁ ରୁଷ। ଏହି କାରଣ ନେତୁ ଏବଂ ବଡ଼ ନିଷ୍ପତ୍ତି। ବନ୍ଧୁ ବିଶ୍ୱ ତେଲ ବଜାରରେ ଏହା ସମୟ ଭୟଙ୍କର ସ୍ଥିର ଲାଗିଛି। କେବଳ ରୁଷିଆ ଏବଂ ବଡ଼ ନିଷ୍ପତ୍ତି ନେଇଛି। ସରକାର ଘୋଷଣା କରିବା ଯେ 1 ଏପ୍ରିଲ ଦେଶକୁ ପେଟ୍ରୋଲ ଗ୍ୟାସୋଲିନ ଏବଂ ରପ୍ତାନିକୁ ପୁରା ବନ୍ଦ କରାଯିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା ଏହି ଦେଶ ପାଖରେ ସବୁଠୁ ଅଧିକ ଅଛି ପରମାଣୁ ଅସ୍ତ୍ର। ଜାଣନ୍ତୁ ଏହା ଭିତରେ ଭାରତ ସ୍ଥାନ କେଉଁଠି? ବନ୍ଧୁ ଜାରି ରହିଛି ମଧ୍ୟପ୍ରାଚ୍ୟର ଉତ୍ତେଜନା। ଇରାନ ଇସ୍ରାଏଲ ଏବଂ ଆମେରିକା ସହିତ ଚାଲୁଥିବା ସମ୍ପୂର୍ଣ୍ଣ ଯୁଦ୍ଧ ପାଇଁ ଏହି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କେଉଁ ଦେଶ ପାଖରେ ଅଧିକ ପରମାଣୁ ଅସ୍ତ୍ର ଅଛି। ଷ୍ଟରହମ୍ ଇଣ୍ଟରନ୍ୟାସନାଲ ଷ୍ଟିଭ ରିଫଣ୍ଡ ଅନୁଯାୟୀ ସାମ୍ପ୍ରତିକ ଆକଳନ ଏବଂ ମଧ୍ୟପ୍ରାଚ୍ୟ ଅନୁସାରେ ରୁଷ ବିଶ୍ୱର ସବୁଠୁ ପରମାଣୁ ଅସ୍ତ୍ର। ଯଦି ଆମେ ପରବର୍ତ୍ତୀ ଖବର ଯିବା ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର। ବନ୍ଧୁ ଆମେରିକା ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ୱରୂପ ଦରମମ ପ୍ରଣାଳୀରୁ ବନ୍ଦ କରାଯାଇଥିବା ତଥାପି ଇରାନ କିଛି ରାଷ୍ଟ୍ରୀୟ ଜାହାଜଗୁଡ଼ିକୁ ଯିବା ପାଇଁ ଅନୁମତି ପ୍ରଦାନ କରୁଛି। ଏହା ସମୟରେ ବର୍ତ୍ତମାନ 2ଟି ଅନ୍ତରିକ୍ତ ଭାରତୀୟ ଜାହାଜ ହର୍ମୁଜକୁ ପ୍ରଣାଳୀ ଦେଇ ଗତି କରୁଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ସୁଭଦ୍ରା ଯୋଜନା ନୂତନ ଆବେଦନ ପାଇଁ ଏପ୍ରିଲ 1ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା। ବନ୍ଧୁ ରାଜ୍ୟରେ ମହିଳାମାନଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ତଥା ବାରମ୍ବାଳିକ ପାଇଁ ରାଜ୍ୟ ସରକାରଙ୍କର ଅଭିଯାନ୍ତ୍ରଣ ପ୍ରୟାସ ସୁଭଦ୍ରା ଯୋଜନା ଅଧୀନରେ ଅଧିକ ସଂଖ୍ୟାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା 1 ଏପ୍ରିଲ 2026ରୁ 30 ଏପ୍ରିଲ 2026 ପର୍ଯ୍ୟନ୍ତ ଏକ ମାସ ପାଇଁ ସୁଭଦ୍ରା ପୋର୍ଟାଲ ମଧ୍ୟରେ ନୂତନ ଆବେଦନ ଗ୍ରହଣ କରାଯିବ। ଯଦି ଆମେ ପରବର୍ତ୍ତୀ ଖବର ଆସିଲା ନୂଆ କରୋନା ଭାଇରସ ବିକେଜିତ ସତର୍କବାଣୀ ଏମାନଙ୍କ ସତର୍କ ରୁହନ୍ତୁ ନଚେତ୍ ଜୀବନ ଯିବ। ବନ୍ଧୁ ଏହା ଦେଶବାସୀଙ୍କ ପାଇଁ ସବୁଠୁ କରୋନା ଭାଇରସର ମହାମାରୀ ଧୀରେ ଧୀରେ କମିବାରେ ଲାଗିଛି। ବର୍ତ୍ତମାନ ବିନା ବାହାରକୁ ବାହାରି ଆସୁଥିବା ଲୋକମାନେ ମାସ୍କ ପିନ୍ଧିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ଆଜି ଉତ୍ତର ଓଡ଼ିଶାରେ ଝଡ଼ ବର୍ଷା। ବନ୍ଧୁ ଆଶଙ୍କା ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଣି ପ୍ରବଳ ଗ୍ରୀଷ୍ମ ଏବଂ ଶୁକ୍ରବାର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଶନିବାର ଉତ୍ତର ଓଡ଼ିଶାରେ ଝଡ଼ ବର୍ଷା ଆଶଙ୍କା ଅଛି। ମୟୂରଭଞ୍ଜ ପାଇଁ ଅଧିକ ପ୍ରଭାବ ହେଉଥିବା ବୋଲି ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରିଛି। ବାଲେଶ୍ୱର ଭଦ୍ରକ ଏବଂ ଯାଜପୁର ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଏପ୍ରିଲ 1ରୁ ବଦଳିବ ଏହିସବୁ ନିୟମ। ବନ୍ଧୁ ପହିଲାରୁ ଆରମ୍ଭ ହେଉଛି ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ବଡ଼ ପ୍ରଭାବ ପକାଇବ। ଏଥର ସରକାର ଟିକସଠାରୁ ଟିକଟ ପର୍ଯ୍ୟନ୍ତ 10ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛି। ଏହି ସମୟରେ ଏପ୍ରିଲ 1ରୁ କାର୍ଯ୍ୟକାରୀ ହେବାକୁ ଥିବା ବ୍ୟାଙ୍କିଂ ଏବଂ ବେଲବାଇନର ନିୟମ ସାଧାରଣ ଲୋକଙ୍କ ଚିନ୍ତିତ ବଢ଼ାଇ ଦେଇପାରେ। ଯଦି ଆମେ ପରବର୍ତ୍ତୀ ଖବର ଯିବା କଳିଯୁଗରେ ହେବ ମହାଭାରତ ଯୁଦ୍ଧ ସହ ହେବ ମାଳିକା ବଚନ ଭବିଷ୍ୟ ମାଳିକାକୁ ନେଇ ବଢ଼ିଲା ଆଶଙ୍କା। ବନ୍ଧୁ ଭାରତ ପୁରାତନ ଧାର୍ମିକ ଏବଂ ଆଧ୍ୟାତ୍ମିକ ପରିମାଣରେ ଆବଶ୍ୟକ ମହିଳା ଏକ ଅନୁଭୂତଗ୍ରସ୍ତ ଭାବେ ପରିଚିତ। ଏହାକୁ ପ୍ରାୟ 500 ବର୍ଷ ପୂର୍ବେ ସ୍ତନ ଅନୁଚନ୍ଦନ ଦାସ ରଚନା କରିଥିଲେ। ଯଦି ଆମେ ପରବର୍ତ୍ତୀ ଖବର ଯିବା ମହଙ୍ଗା ରିଚାର୍ଜକୁ ନେଇ ଗଲା ଚିନ୍ତା। ବିଏସ୍ଏନ୍ଏଲ୍ ଏହି ନୂଆ ପ୍ଲାନ୍ ହେବ ଅନେକ ଫାଇଦା।
ମିଳିବ ଏବେ ଦିନରେ ଭ୍ୟାଲିଡିଟି। ହଁ ଦେଶ ବନ୍ଧୁ, ଭାରତ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହାକୁ ଶୁଭର ଯୋଜନା ମଧ୍ୟ ପୁଣି ଥରେ ରିଚାର୍ଜରେ ଘରୋଇ ଟେଲିକମ୍ କମ୍ପାନୀ ଗୁଡ଼ିକରେ ସେମାନଙ୍କର ରିଚାର୍ଜ ହାର ଦୃଷ୍ଟିତ କରାଯାଇଛି। ବିଏସ୍ଏନ୍ଏଲ୍ ଏହାର ଯୋଜନା ପରିଚାଳନା କରିଛି, ଯାହା ବ୍ୟବହାରକାରୀଙ୍କୁ କେବଳ ଗୋଟିଏ ରିଚାର୍ଜ ସହିତ ବର୍ଷ ସାରା ଆଶ୍ୱସ୍ତି ପ୍ରଦାନ କରେ। ସମ୍ପୂର୍ଣ୍ଣ ବର୍ଷ ପାଇଁ ଅସୁବିଧାର ମୁଖକୁ ହେବାକୁ ପଡ଼ିବ ନାହିଁ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଅଶୁଭ ସଂକେତ। ଅଯୋଧ୍ୟାରେ ମହାଯଜ୍ଞ ଚାଲିଥିବା ବେଳେ ହଠାତ୍ ରାଗିଗଲେ ନିଆଁ, ଜଲିଗଲି ସବୁ ପାଉଁଶ। ହଁ ଦୋଷ ବନ୍ଧୁ, ଅଯୋଧ୍ୟାରେ ବଡ଼ ଅଘଟଣ କପ୍ କଲେ ଭଗବାନ। ମହାଯଜ୍ଞ ଚାଲିଥିବା ବେଳେ ଅଚାନକ ଲାଗିଗଲା ନିଆଁ, ଆଉ ଭଲି ପୋଡ଼ି ପାଉଁଶ ହୋଇଗଲା ସବୁକିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ହାତ ଛାଡ଼ିବାକୁ ଚାହୁଁଛନ୍ତି 99 ହିନ୍ଦୁ। ନିର୍ବାଚନ ପରେ ଏକ୍ସ ନିଯୁକ୍ତ ସାମୁଦାୟିକ ପାର୍ଟି ହେବ କଂଗ୍ରେସ। ହଁ ଦେଶ ବନ୍ଧୁ, ଏପ୍ରିଲ 9ରେ ଆସନ ବିଧାନସଭା ନିର୍ବାଚନ। ନେତାଙ୍କ ହାଇ ଆଲର୍ଟ, ବୟାନକାରୀଙ୍କ କର୍ମକୁ ଚାଲିଛି ବଦଳ। ଯଦି ଆମେ ପରବର୍ତ୍ତୀ ଖବରକୁ ଯିବା, ପେନ୍ସନଭୋଗୀ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଥର 20 ଲକ୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚିକିତ୍ସା। ହଁ ଦେଶ ବନ୍ଧୁ, ମଧ୍ୟ ଦେଶର ସରକାରୀ ରାଜ୍ୟରେ ସରକାର କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ସ୍ୱାର୍ଥ ପାଇଁ ଏକ ଐତିହାସିକ ଏବଂ କଲ୍ୟାଣମୂଳକ ପଦକ୍ଷେପ ନେଉଛନ୍ତି। ଦୀର୍ଘ ଦିନ ଧରି ପଡ଼ି ରହିଥିବା ବେଳେ କଲ୍ୟାଣ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ଏବଂ ସମସ୍ତଙ୍କର ହୋଇଛି। ଏହି ମହାକାଶୀ ଯୋଜନା ସମଗ୍ର ରାଜ୍ୟରେ ପ୍ରାୟ 1.1 ମିଲିୟନ ନିୟମିତ କର୍ମଚାରୀ ଅଧିକ ଏକ ପେନ୍ସନଭୋଗୀଙ୍କୁ କଭର କରିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ମର୍ମାଙ୍କ ପ୍ରଣାଳୀ ଦେଇ ଆସୁଛି ଆଉ 2 ଭାରତୀୟ ତୈଳ ଜାହାଜ ସୁରକ୍ଷା ଦେବା ପାଇଁ ମୁତୟନ କରାଯାଇଛି। ସୈନିକଙ୍କ ଯୁଦ୍ଧସ୍ଥ ଆମେରିକା ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସରିଲା +2 ପରୀକ୍ଷା, 45 ଦିନ ଭିତରେ ବାହାରିବ ରେଜଲ୍ଟ। ଖାତା ଦେଖିବେ 16,000 ଅଧ୍ୟାପକ। ହଁ ଦେଶ ବନ୍ଧୁ, ଆଜିଠାରୁ ଅର୍ଥାତ୍ ଶନିବାର ଦିନ ସମ୍ପୂର୍ଣ୍ଣ ରୂପେ ଉଚ୍ଚ ପ୍ରାଥମିକ ଶିକ୍ଷା ପରିଷଦ CHSIର ପରିଚାଳିତ ଯୁକ୍ତ 2 ପରୀକ୍ଷା ଶେଷ ହୋଇଛି। ପରୀକ୍ଷା ସରିବା ମାତ୍ରେ ଖାତା ଦେଖା ଆରମ୍ଭ ହେବ 45 ଦିନ ଭିତରେ। ଚଳିତ ବର୍ଷ ଯୁକ୍ତ 2 ରେଜଲ୍ଟ ପ୍ରକାଶ ପାଇବା ବୋଲି ସୂଚନା ମିଳିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଏପ୍ରିଲ 2ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ଚିନ୍ତାରେ CBSର ନବମ ଛାତ୍ରଛାତ୍ରୀ। ହଁ ଦେଶ ବନ୍ଧୁ, ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ। ଏପ୍ରିଲ 2002ରୁ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବ। ଏହା ଯାଏ ମିଳୁନି ଜାତୀୟ ଶିକ୍ଷକ ଅନୁସନ୍ଧାନ। ହଁ ଦେଶ ବନ୍ଧୁ, NCERT ନବମ ଶ୍ରେଣୀ ପାଠ୍ୟକ୍ରମକୁ ବିକାଶ କରୁଛି। ଫଳାଫଳ ଏବଂ ପ୍ରବଳ ପାଠ୍ୟ ସ୍ତରରେ ପହଞ୍ଚିବ ଯୁବପିଢ଼ି।